ଏ ଭାଇ ଆସିଥିଲେ ହାଇଦ୍ରାବାଦରୁ ତାଙ୍କୁ ଭୁବନେଶ୍ୱର ଯିବ କହିକି ବସ୍ରେ ଚଢ଼େଇ ଦେଲେ ସାଇକିଷ୍ଣା ବସ୍ରେ ଚଢ଼େଇଲା ପରେ ତାଙ୍କୁ 2310 ଟଙ୍କା ନେଇଛନ୍ତି। ଯେହେତୁ ସିଏ ଆସି ମାଲକାନଗିରି ଓହ୍ଲାଇଲା ସିଏ ପଚାରିଲା ମୁଁ ମାଲକାନଗିରି ମୁଁ ତ ଭୁବନେଶ୍ୱର ଯିବି ମୋତେ ମାଲକାନଗିରି କ'ଣ ପାଇଁ ଓହ୍ଲାଇଲେ କହିଲାରୁ ଆମେ ଜାଣିନୁ ସେଇଟା ସେଠି ଆମକୁ ଟିକେଟ୍ କରିଦେଲେ ଆମକୁ 500 ଟଙ୍କା ଧରେଇ ଦେଲେ ବସ୍ରେ ଆମକୁ ତମକୁ ଗୋଟେ ଗାଡ଼ିରେ ବସେଇ ଦେଲେ। କହିଲା ମୁଁ ତ ଭୁବନେଶ୍ୱର ଟିକେଟ୍ କରିଛି 2310 ଟଙ୍କା ଦେଇକି ମୁଁ କ'ଣ ପାଇଁ ଏଠି ଓହ୍ଲେଇବି। କଣ୍ଡକ୍ଟର ଯାଇକି ସେ କହିଲା କଣ୍ଡକ୍ଟର କହିବା ପରେ କଣ୍ଡକ୍ଟର କହିଲା ମୁଁ କିଛି ଜାଣିନାହିଁ। ତାପରେ ମୁଁ ସେ ବସଷ୍ଟାଣ୍ଡରେ କାମୁଥିଲେ ଆମେ ଯାଇଥିଲୁ କ'ଣ ହେଲା ନା ଏମିତି ପ୍ରୋବ୍ଲେମ୍ ହେଇଛି ତାପରେ ଗଲୁ ଯିବା ପରେ କଣ୍ଡକ୍ଟର ପଚାରିଲୁ ସେ କହିଲା ଭାଇ ମୁଁ ଜାଣିନି ମୋତେ 500 ଟଙ୍କା ଦେଇକି ସେଠି ବସେଇ ଦେଲେ। ମୁଁ କହିଲି ଯଦି 500 ଟଙ୍କା ଦେଇକି ବସେଇ ଦେବେ ତୁମେ ଟିକଟ କ'ଣ ପାଇଁ ଚେକ୍ କଲନି ନା ଟିକଟ ତା ପାଖରେ ନାହିଁ ହେଲେ ଯଦି ପଚାରିଲୁ ଆମେ ଟିକଟ କ'ଣ ପାଇଁ ନାହିଁ ସେ କହିଲେ ନା ଟିକଟ ମୋତେ ଦେଇଥିଲେ ଆଉ ଟିକଟ ଝିକିକି ନେଇଗଲେ। ସେ କଣ୍ଡକ୍ଟର ପଚାରିଲା ପରେ କହୁଛି ନାଇଁ ଆମେ ତ କିଛି ଜାଣିନୁ ଏ ବିଷୟରେ। ମୁଁ କହିଲି ତମେ ଆଣିବା କଥା ନାହିଁ ଟିକଟ ନ ଦେଖିକି ତମେ କ'ଣ ଆଣିବ ଜଣେ ଯିବ ଭୁବନେଶ୍ୱର ସାଇକିଷ୍ଣା ବସ୍ ଥିଲେ ମାଲିକ ଅଛି ତାର ଗୋଟେ କିଏ 790 କିଏ ଗୋଟେ ମାଲିକ ଅଛି ଲୋକାଲ ଲୋକ ଏକା ତାକୁ ଆମେ ପଚାରିଲା ପରେ ସେ କହିଲା ନାଇଁ ଭାଇ ମୁଁ ଜାଣିନି ଆଉ ମୋତେ ଏମିତି ଟିକେ ହେଲ୍ପ କର। ତାପରେ ଆମେ ଟିକଟ କରିଦେଲୁ ତାଙ୍କୁ ଖାଇବା ପାଇଁ ଦେଇଦେଲୁ ଆଉ ସେଥିପାଇଁ ଆମକୁ କହିଲି ଥାନା ଗୋଟେ ଏଫଆଇଆର ଦିଅ। ଏଫଆଇଆର ଦେଲା ପରେ ତାଙ୍କୁ ପଚାରିବ ବହୁତ ଜଣ ହଇରାଣ ହେଉଛନ୍ତି। ଏବେ ମଝିରେ ବି ଗୋଟେ ଝିଅ ଆସିଥିଲା ଭୁବନେଶ୍ୱର ବ୍ରହ୍ମପୁରର ତାଠୁ 1700 ଟଙ୍କା ଟିକେଟ୍ ନେଇଗଲେ ଆଣି ତାକୁ ମାଲକାନଗିରି ଛାଡ଼ିଦେଲେ। ତାକୁ ବି ଆମେ ସେ ଟିକେଟ୍ କରିକି ପଠେଇଲୁ ଯେ ଆଗକୁ ଏମିତି ନ ହଉ ତା ପାଇଁ କିଛି ବ୍ୟବସ୍ଥା କରାଯାଉ। ଏବେ କାଉଣ୍ଟର ବାଲା ବି ଜାଣିଛନ୍ତି ବସ୍ ବାଲା ବି ଜାଣିଛନ୍ତି ଯେ କ'ଣ ପରିସ୍ଥିତି ଲୋକମାନଙ୍କର ହେଉଛି। ଆଉ ଗୋଟେ ବସ୍ରେ 90 ଜଣ 100 ଜଣ ବସେଇକି ଆଣୁଛନ୍ତି। ଆପଣ ନିଜେ ବି ଚେକ୍ କରନ୍ତୁ ଯଦି ମୁଁ ମିଛ କଥା କହୁଛି ଆପଣ ନିଜେ ବି ଚେକ୍ କରନ୍ତୁ କିଛି ଅସୁବିଧା ନାହିଁ। ମୋ ନାଁ ମିଟୁ ନାୟକ। ସିକନ୍ଦରାବାଦ ଯାଇଥିଲି ଗୋଟେ କମ୍ପାନୀରେ କାମ କରିବା ପାଇଁ କମ୍ପାନୀରେ କାମ କରିବା ଯାଇଥିଲି ମୋର ଘରକୁ ଆସିବାର ଥିଲା ଗୋଟେ ଇମର୍ଜେନ୍ସି ଘରେ ଫୋନ୍ କଲେ ମୁଁ ଘରକୁ ଯାଉଥିଲି ट्रेन टाइम लेट होगा बोली मुझे बस स्टाण्ड बस काउंटर पचारि मैं भुवनेश्वर गाड़ी हम कि कल रात 8टा गाड़ी तुम पलैब डायरेक्ट गाड़ी आज भुवनेश्वर डायरेक्ट गाड़ी सार कहले मुझे पैसा ना 2500 टका मुझे कहली एत पैसा सार मो पार ना कह बोल कि 2310 टका से मुझे ने 2310 टका ने भुवनेश्वर डायरेक्ट नवा कथा मत आ मालकानगिरी ओल्ले कहते साई कृष्णा गाड़ी मुझे बाटर पचारि भोरू मुझे इड़ा कौन भुवनेश्वर पहुंचा कथा ये समय कौन एत बाटा कौन भुवनेश्वर कौट कला भुवनेश्वर नुहे तुम राति गाड़ी अच्छी माने डबल कम राति गाड़ी अच्छी मतलब पैसा नहीं फिर जी कि जी पैसा था तो देदेली मुझे भुवनेश्वर केमी से पैसा फिर मुझे कौन करी तुम काउंटर वाला पचार आम भाई कहदेवी मुझे मो मन दुख है मुझे कदा कर मो मुंडा किसी काम कलानी से स्टाण्ड से भाई मैंने 3-4 जन बुझे मत कहे भाई कौन कहली ये घटना मोर सेठू कहे ना गोटे एफआईआर दियो मुझे थाना को एफआईआर देती थाना को कहते ना कथा मुझे बुझी तुम सी भी थाना को कहले तुम जीवा खाया पीवा व्यवस्था कर दे तुम घर को जा व्यवस्था कौन है बुझा न्यूज ओडिया 30 चैनल नुआ नुआ अपडेट शीघ्र देखिबा पई चैनल को सब्सक्राइब शेयर लाइक एवं कमेंट्स करंतु। धन्यवाद।